बापा काली राति जी आपन को सहस्र लोक सम्मानित करथिला आज आपन ताना जा केस देबे एटा को ठीक ए पार्थ रातिर सफा हलुआ रे तुम से सफा मनीषटा को देखिछ हेले सही राति अंधार भितरे से लोकटार राक्षस रूपटा को तुम देखिन ए राति अंधार भितरे निरिया झियो मन करो विकल चित्कार तुम माने सुनिन से राति अंधार भितरे बहुत रक्त नदी को तुम माने देखिन बापा तथापि समाज तक महामानव आख्या देछि सरकार तक सलाम करछि लोक माने ता पातन नै मुंडरे मारछथि बापा आपण जे तानार केस देबे लोक माने आपण पागल कहबे पागल कोंतु मत पागल कोंतु कि भाई कोंतु हेले पागल पागल में ताकु दिन कोर्ट रो काठगोड़ा पर्यंत घुसाड़ी नबो एटा होचे भगवदास विश्वपति ता सदा दिन जाए ता सदा लड़ाई करी बापा ओई लड़ाई आपण हारि जी बापा अरे लड़ाई हेले तो हार जीत निश्चय हुए যদি লড়াই মহারি যায় তাহলে কইবি এ দুনিয়ারে ধর্ম নীতি আদর্শ বলে কিছু নাই প্রশ্ন উঠিনি বাপা আচ্ছা প্রতিশোধ নবাকু এতে তলু খসি ଯିବ ଯେ ଆପଣ ସେଥିରେ ହାରିଯିବେ ତେଣୁକରି ଆପଣଙ୍କୁ ହାତର ଯୋଡ଼ି ଅନୁରୋଧ କରୁଛି ବାପା ଆପଣ ଲଢ଼େଇରୁ ଓହରି ଯାଆନ୍ତୁ ପ୍ରଶ୍ନ ହିଁ ଉଠୁନି ମୁଁ ତା ବିରୁଦ୍ଧରେ ଲଢ଼େଇ କରିବି ତା ବିରୁଦ୍ଧରେ ଲଢ଼େଇ କରିବାକୁ ଏବେ ବି ମୋ ଦେହରେ ସତ ସିଂହର ବଳ ଅଛି ଉଠେଇବାକୁ ତାକୁ ଅଛି ଓ ତମେ ଏ ଯୁଦ୍ଧରେ ମୋତେ ସାହାଯ୍ୟ କରିପାରିବୁ ତ ଭଲ ନଚେତ୍ ତୋ ବାଟରେ ତୁ ଚାଲିଯା ମୁଁ କିନ୍ତୁ ସେ ମାନ୍ୟବର ନାଁରେ ଏଫଆଇଆର ଦେବି ଝିଅମାନଙ୍କୁ ନ୍ୟାୟ ଦେବି ପରେ ତମେ ପାଗଳ ହେଇଯାଇ ବେଦାନ୍ତ ରାଷ୍ଟ୍ରପତି ପୁରସ୍କାର ହିସାବରେ ପରେ ତମ ଗର୍ବ ଅଙ୍ଗାର ବହୁତ ବଢି ଯାଉଛ ବେଦାନ୍ତ ଭାବୁଛ ଏ ଦେଶର ଗୋଟେ ମାଟି କଣ୍ଡେଇ ପରିବର୍ତ୍ତନ କରିଦବ ବେଦାନ୍ତ ଏ ଶୁଣ ଏ ଦୁନିଆକୁ ପରିବର୍ତ୍ତନ କରିବାଠୁ ଆପଣ ନିଜକୁ ପରିବର୍ତ୍ତନ କର ତୁ କଣ କହିବାକୁ ଚାହୁଁଛୁ ସେ ପାଞ୍ଚଟା ବନ୍ଦ କର ପରି ଗୋଟେ ନିଆଁ ବିଲ ସହିତ ଖେଳିବାକୁ ସବୁ ଆବୁତା ଚେଷ୍ଟା କର ନା ତା ନହେଲେ ନିଜ ତ ଚଳି ପଡି ବାଉଁଶ ହବ ଏ ପୁଅଟାକୁ ଚଳି ପଡି ପାଞ୍ଚ କରିଦବ ନହେଲେ ମୁଁ କହିବି তোর সে পুলিশ বর্তি পিন্ধিবার নথিলা তোদের সাধারণ জনতাকে ন্যায় ଦେଇପାରିବୁନି ଚାକିରିରୁ ରିଜାଇନ୍ ଦେଇଦେ ତମ ମନକୁ ଆଚ୍ଛା ମୁଁ ରିଜାଇନ୍ ଦେଇଦେବି ମାନେ ମୁଁ ଚାକିରିରୁ ରିଜାଇନ୍ ଦେଇଦେଲେ ଗାଉଁ ଗାଉଁ କରିବ କେମିତି ଯିବ କେମିତି ବେଦାନ୍ତ ସବୁ ନାରୀ ନିକେତନ ଦାନ କରିଦବ ପେନ୍ସନ୍ ଟିକା ଯାହା ପାଇଲ ସବୁ ବୁଦ୍ଧା କାମ ଦାନ କରିଦବ ଭାବିଛ ବାପା ତମ ପାଇଁ ପାଠ ପାଇଁ କିମ୍ବା ତମ ମେଡିସିନ ଖର୍ଚ୍ଚ ହଉଛି ତାର କେବେ ହିସାବ ରଖୁଛ ଏଇ ପାଠ ମେଡିସିନ ଦୋକାନରେ ମରିଯିବ ସେ ବାହାରେ ପଡ଼ିଲେ କଣ ନ୍ୟାୟ ଦେବି ମଜା କରିବି ଶୁଣ ବାବା ତମରି ପାଇଁ ମୁଁ ଟେନସନ୍ ରହୁଛି ବେଦାନ୍ତ ଯାହା କହୁଛି ସବୁ କଥାକୁ ଟିକେ ଭଲ ଭାବରେ ତମ ମୁଣ୍ଡରେ ପୁରାଅ ହେଲା ଆମେ ତ ସମସ୍ତେ କଣ କରିବାକୁ ଚାହୁଁଛ ମୁଁ ତାକୁ ଛାଡ଼ିଦେବି ଆଦୌ ନୁହେଁ ମୁଁ ସେ ମାନ୍ୟବରରେ ଏଫଆଇଆର ଦେବି ଲଢ଼େଇ କରୁଛି ଲଢ଼େଇ କରିବି ଆଉ ଦେଖନି ଏ ଧର୍ମ ଅଧର୍ମର ଯୁଦ୍ଧରେ ଜୟଟା ହବ କାହାର ଧର୍ମର ଜୟ ଭକ୍ତି ଦେଖେଇବା କି ସରକାର ନେଇ ମନୋଜ ସାର୍ ଆପଣ ମୋ ଗୁରୁ ଆପଣଙ୍କ ପରି ଗୁରୁର ଛାତ୍ର ହେବା ଭାଗ୍ୟରେ ଥିଲେ ମିଳେ ମନୋଜ ସାର୍ ମୁଁ କ୍ଷମା ଦଉଛ କିଏ ନୁହେଁ ସାର୍ କଣ କରିବା ସାର୍ ପେଟ ପାଟଣା କଥା ପେଟ ପାଇ ହେଇଗଲା ଗୋଟେ ନାଟ ସାର୍ ମୁଁ ଆପଣଙ୍କୁ କଥା ଦଉଛି ସାର୍ ଆପଣଙ୍କ ଆଦର୍ଶ ମୁଁ ଅକ୍ଷର ଅକ୍ଷରେ ପାଳନ କରିବି ଆଉ ଠିଆ ହେଲୁ କହିଁ ଯା ମାନସ ଆମେ ସର୍ବନି ଆସିବୁ ଯା ନାଇଁ ମାଉସେ କିଛି ଜାଣିବା ଦରକାର ନାହିଁ ମୁଁ ଆସି ଆପଣମାନଙ୍କ ସହିତ ଦୁଇ ପଦ କଥା ହେଇ ଚାଲିଯିବି ସେମିତି କହିଲେ କଣ ଚଳିବ ତମେ କେତେ ବଡ ଘର ଲୋକ ପ୍ରଥମ କରି ଆମ ଘରେ ପାଦ ପକେଇଛ ଖାଲି ମୋର ଚାଲିଗଲେ କେମିତି ହବ ତମେ ଖାଲି ଅପେକ୍ଷା କର ମୁଁ ଭିତରୁ ସାଙ୍ଗେ ସାଙ୍ଗେ ସରବତ ଗ୍ଲାସଟେ ନେଇ ଆସୁଛି ଝିଅ ସେଇଠି ଏ ସନ୍ତାନଟା ପାଇଁ ତୁ ସର୍ବତ ଆଣିବାକୁ ଯାଉଛ ଓହୋ ତମେ ଟିକେ ଚୁପ୍ ରୁହ ପାଟି ଟିକେ ଲଗାମ ଦିଅ କହୁଛି ତମେ ଟିକେ ଅପେକ୍ଷା କରିବ
ସମ୍ପଦ ଦେବ ତ ଦୂରର କଥା ମୋ ଘରୁ ଯେମିତି ପାଣି ଟୋପେ କେହି ନଦିଅ ତମେ କଣ ପାଗଳ ହେଇଯାଇଛ? ମୁଁ ପାଗଳ ହେଇଯାଇଛି ମୁଁ আমাদের পাগল করে দিয়েছে এ শয়তানটা এ শয়তান মারবো আরে না ନିଜକୁ ଟିକେ କଷ୍ଟ ଲାଗିଥିବ। ବାପା ଆପଣ ଏମିତି କ'ଣ କହିଯାଉଛନ୍ତି ଯାହାହେଲେ ମାନବ କିନ୍ତୁ ସାରଥୀ ଦେହର ଅତିଥି ଆପଣଙ୍କ ଅତିଥି ଏମିତି କହିବା ଜମା ବି ଠିକ ହଉନି। এ পার্থ সাপর দংশনটা যেদিকে ভয়ঙ্কর সাপ ঘরে পশিব তাଠୁ ଅଧିକ ভয়ঙ্কর ଗୋଟେ କଦର୍ଯ୍ୟ ରୋଗର ଆଘାତ ଯେତିକି ଭୟଙ୍କର ତାକୁ ଘରକୁ ଆଣି ଅତିଥି ସେବା କରିବ ତାଠୁ ଅଧିକ ଭୟଙ୍କର ଗୋଟେ କଦର୍ଯ୍ୟ ଲୋକ କଦର୍ଯ୍ୟ ଲୋକ ଯେତେବେଳେ ଭଲ ଭାବେ ଚେଷ୍ଟା କରେ ଭଲ ଲୋକର ଆଶ୍ରୟ ନିଏ ସେ ଭଲ ଲୋକଟା ତାକୁ କଣ ପାଦରେ ଆଡ଼େଇ ଦେବା ଉଚିତ। ମୁଁ ଆପଣଙ୍କ ଶିଷ୍ୟ ଆପଣ ମୋ ଗୁରୁ ଶିଷ୍ୟ ଭୁଲ କଲେ ଗୁରୁ କଣ ତାକୁ କ୍ଷମା କରିବା ଉଚିତ ନୁହେଁ ସାର୍। ମୋ କଥା ମାନନ୍ତୁ ସାର୍ ପଛ କଥା ସବୁ ଭୁଲି ଯାଆନ୍ତୁ ଆମ ଦୁଇ ପରିବାରକୁ ମଙ୍ଗଳ ହବ। ତାପରେ ତୁ କଣ କହିବାକୁ ଚାହୁଁଛୁ? ମୁଁ ଏହା କହିବାକୁ ଚାହୁଁଛି ଯେ ଆପଣଙ୍କ ଯୋଗ୍ୟତା ସହିତ ମୋ ଭାଇର ରାଜର ବାହାଘର କରିଦେଲେ କେମିତି ହୁଅନ୍ତା? କଣ କହିଲୁ ତୁ ଓ ସାନ ଭାଇ ରାଜ ସହିତ ମୋ ଝିଅ ଗୀତାର ବାହାଘର ଏମିତି ପ୍ରସ୍ତାବ ନେଇକି ଆସିବା ପୂର୍ବରୁ ତୋର ହଜାରେ ଥର ଭାବିବାର ଥିଲା। ଏ ଗୀତା ହଉଛି ଏ ଭାଗବତ ଦାସର ଝିଅ ଆଦର୍ଶ ପରିବାରର ଝିଅ ନୀତି ଆଦର୍ଶ ସଂସ୍କାରରେ ଗଢ଼ା ହେଇଥିବା ଝିଅ ଯାହା କହିବାର କଥା କହିଦେଲୁ ଏବେ ବାହାଘର କଥା ନ ନେଇ ଚୁପଚାପ ଏକକୁ ଚାଲିଯାଅ। ସେଟା ନେଇ ବାପା ପ୍ରସ୍ତାବଟା ମୁଁ ଦେଇଛି ଏ ମାନଗୋବିନ୍ଦ ହଉଛି ମୋ ବାଲ୍ୟ ବନ୍ଧୁ ତା ସାନ ଭାଇ ରାଜ ସହିତ ଆମ ଗୀତାର ବାହାର ଫାଇନାଲ କରିଛି। ଫାଇନାଲ କରିବାକୁ ତୁ କିଏ ମାନେ ଗୀତା ହଉଛି ମୋ ଝିଅର ବାହାଘର କୋଉଠି କରିବି କୋଉଠି ନ କରିବି ସେ କଥା ମୁଁ ଚିନ୍ତା କରିବି। ଗୋଟେ ଆଣ୍ଟି ସୋସିଆଲ କ୍ରିମିନାଲର ଭାଇ ହାତରେ ମୋ ଝିଅକୁ କେବେ ବି ଟେକି ଦେଇ ପାରିବିନି ହଉଛି ମୋର ଶେଷ କଥା। ଆପଣମାନଙ୍କୁ ପ୍ରସ୍ତାବ ନେଇ ଆସିଥିଲି ଆପଣଙ୍କ ଷ୍ଟୁଡେଣ୍ଟ ମନେ କରି ମାନଗୋବିନ୍ଦ ମହାପାତ୍ର ମୋର ମୂଳ ମନ୍ତ୍ର ନାରୀ ସେବା ନାରାୟଣୀ ସେବା। अबे सो मैं जब पैदा हुआ था रात से घड़ी में 12 बजा था 12 बजे में से शैतान पैदा हुआ ଘରକୁ ଆସିଲା ଅତିଥି ତମେ ଏଠୁ କଥାଟା ବିଦା କରିଦେଲ କାହିଁକି ତମକୁ ମୋ କଥା ଶୁଭୁଛି ନା ନାହିଁ? ଆଉ ଶୁଣିବ କେମିତି? ତାହେଲେ ବି ସେ ଘର ମୁରବି ନା ମୁଁ ବୁଝିପାରୁନି ତମ ଦେହଟା ରକ୍ତ ମାଂସରେ ତିଆରି ନା ପାଷାଣରେ ତିଆରି? ଠିକ କହୁଛି ନିତ୍ୟ ଆଦର୍ଶ ତମର ସବୁ ଚୁଲିକି ଗଲାଣି। ଏଇ ଆଦର୍ଶ ପାଇଁ ତମେ କଣ ଅନ୍ଧ ହେଇଗଲଣି ଅନ୍ଧ? ତମେ ବି ଏକଥା କହିପାରୁଛ କେମିତି? ଆଉ କଣ ତମ ନୀତି ଆଦର୍ଶ ମିଛ ଫାସିଟାକୁ ମୁଣ୍ଡରେ ମୁଣ୍ଡେ ମାନେ ତୀର୍ଥ କରିବାକୁ ଯିବ? ମୋ ପଚାରୁଛି ଏ ଘର ପାଇଁ ତମେ କଣ କରିଛ? ମିଛ ନୀତି ଆଦର୍ଶକୁ ଜାବୁଡ଼ି ଧରି ଆମ ସମସ୍ତଙ୍କୁ ପୂର୍ଣ୍ଣ ହକ୍ତି ଦେଇଛ। ଭାଉଜ ବାପାଙ୍କୁ ଏମିତି କଥାବାର୍ତ୍ତା କରିବା ତମର କଣ ଠିକ ହଉଛି? ବାଧି ଯାଉଛି ନିଶ୍ଚୟ ବାଧୁଥିବ। ଆରେ ବାଃ ନିଶ୍ଚୟ ବାଧୁଥିବ। ଏ ଘର ମୁରବିକୁ କହିଲେ ତୋ ଭାଇ ଭଉଣୀର ନିଶ୍ଚୟ ବାଧି ଯାଉଥିବ। ଭାଉଜ ମୋ ସ୍ୱାମୀ ଯେତେବେଳେ
ତାହେଲେ ମୋତେ ପଚାରୁଛୁ କାହିଁକି? ମୋତେ ପଚାରିଲେ ମୁଁ ସେଇ ଗୋଟିଏ କଥା କହିବି, ମୁଁ ମରିଯିବି ପଛେ ସେଭଳି ଗୋଟେ ନଷ୍ଟ ଚରିତ୍ରକୁ କେବେ ବି ବାହା ହେଇପାରିବି। କେବେ ବି ନୁହଁ, କେବେ ବି ନୁହଁ। ହଁ ହେଲା ନିଜ ବଡ଼ ଭାଇର ମାନ ସମ୍ମାନ ପ୍ରତି ଟିକେ ଖାତିର ନାହିଁ, ତାହେଲେ ମୁଁ ବି ଦେଖିବି ତମ ବାପା ଆଉ ତମ ସାନ ଭାଇ କୋଉ ଦେବ ଗନ୍ଧର୍ବ ପୁଅ ସହିତ ବାହା ଦେବେ, ସେଇଟା ବି ମୁଁ ଦେଖିବି। ବେଦାନ୍ତ ଠିଆ ହେଇଛ କଣ? ଆସ ଭିତରକୁ। ଏବେ ତ ମୋ ମନ ବୁଝିଗଲା ତ। ମୋ ବୋଉଟିକା ମେଘ ଗର୍ଜନ କଲା ଭଳିଆ ତମ ମୁହଁ ଉପରେ ଝାଡ଼ି ଦେଇ ଚାଲିଗଲେ। ତମକୁ ଭାରି ଭଲ ଲାଗିଥିବ। କେତେ ଥର ମୁଁ ତମକୁ ମନା କଲିଣି, କେତେ ଥର ମନା କଲିଣି, ହେଲେ ତମର ପରିବର୍ତ୍ତନ ନାହିଁ। ସବୁବେଳେ କୁକୁର ଲାଙ୍ଗୁର ଭଳି ବଙ୍କା। ଭାତ ବଡ଼ ବଡ଼ କଥା କହିଯାଉଥିଲ। ଝିଅ ବାହାଘର କରିବା ପାଇଁ କୋଉଠି ଗୋଟେ ଟଙ୍କା ସାଇତି ରଖିଛ? କେତେ ଥର ମୁଁ ତମକୁ କହିଲିଣି, ସେମାନେ ହାତର ଧାନରେ ଆମେ ବଞ୍ଚୁଛୁ। ତମେ ସେମାନଙ୍କ କଥାରେ କିଛି ପ୍ରତିବାଦ କରିବନି। ସେମାନଙ୍କର ପ୍ରତ୍ୟେକଟି କଥାରେ ତମେ ରାଜି ହେଇଯିବ, କିଛି କରିବନି। ତମେ ତ ମୋ କଥା ମାନିଲାନି, ଖାଲି ଆଦର୍ଶ ଦେଖେଇଲ ଆଦର୍ଶ। ହେ ଭଗବାନ, କୋଉ ବେଳେ ଏଭଳି ମଣିଷର ହାତ ଧରିଥିଲି ଯେ ଏ ମଣିଷଟା କାହାରିକୁ କେତେବେଳେ ଶାନ୍ତିରେ ରଖେ, ଶାନ୍ତିରେ ରଖେ କେମିତି ଶାନ୍ତିରେ ରଖେ। ସାନ ଭାଇ, ତୁ ଆଉ କାହିଁକି ଠିଆ ହେଲୁ? ତୋ ମନକୁ ଯାହା ଆସୁଛି ତୁ କହିଦେଇ ଚାଲିଛ। ଆରେ ଏ ଘରେ ଜନ୍ମ ନେଇଛି ଯେତେବେଳେ ତମମାନଙ୍କ ପାଖରୁ ଶୁଣିବିନି ତ ଆଉ କାହା ପାଖରୁ ଶୁଣିବି? କହିଦେଇ ଯା ସାନ ଭାଇ, ତୋ ମନକୁ ଯାହା ଆସୁଛି ତୁ କହିଦେଇ ଚାଲିଛ। ମୁଁ ତ ତାକୁ କ'ଣ କହିବି ଲୋ ଭଉଣୀ? ତୋର ଭାଇଟା କହୁଛୁ ଗୋଟେ ଅପଦାର୍ଥ ପଙ୍ଗୁ, ଅନ୍ୟର ସାହାଯ୍ୟ ଉପରେ ସେ ଭରସା କରି ବଞ୍ଚୁଛି। ନା କାହାକୁ ମୁଁ ସାହାଯ୍ୟ କରିପାରୁଛି, ନା କାହାକୁ ମୁଁ ସାହାଯ୍ୟ ଦେଇପାରୁଛି। ସାନ ଭାଇ, ଗୋଟେ ଅଭିଶପ୍ତ ଜୀବନ ନେଇ ବଞ୍ଚୁଛି। ହେ ବିଧାତା, ମତେ ଏମିତି ଅନ୍ୟର ବୋଝ କରିବା ପୂର୍ବରୁ ତମେ ମତେ ମାରି ଦଉନ, କାହିଁକି ମାରି ଦଉନ ମତେ? କାହିଁକି ମାରି ଦଉନ? ବାପା, ତମକୁ ଗୋଟେ କଥା କହି ବାପା, ଜୀବନ ସାରା ତମର ନୀତି ଆଦର୍ଶକୁ ମୁଁ ମାରି ଚଳିଛି ବାପା। ହେଲେ ତମକୁ ଆଜି ଗୋଟେ କଥା ମୁଁ କହୁଛି ବାପା, ତମେ ସମାଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ এই সমাজ ভিতরে তবে নিজকে পরিবর্তন করে দিও। তাহলে সমাজটা তোমাকে ধোকা দেব বাপা। আর এই সমাজের ধোকাকু আপনার জমা বি সহি পারিবেনি বাপা, জমা বি সহি পারিবেনি, জমা সহি পারিবেনি, জমা সহি পারিবেনি। ଏମିତି ଗୋଟେ ନିଷ୍ପତ୍ତି ନେଇ ମୁଖର କିଛି ଭୁଲ କରିଦେଇଛି। ନାଇଁ ବାପା, ନାଇଁ, ତମେ ସେମିତି କାହିଁକି କହୁଛ? ତମେ ପରା ମୋ ଠାକୁର, ମୋ ଦେବତା ତମେ। ତମ ନିଷ୍ପତ୍ତି ହଉଛି ମୋ ପାଇଁ ଆଶୀର୍ବାଦ ବାପା, ଆଶୀର୍ବାଦ। ଏ ମା